Audio Jungle. ଉଦ୍ୟୋଗୀମାନଙ୍କୁ ସମନ୍ୱୟବାଦ ସହିତ ଯୋଡ଼ି ଦେବାକୁ ସୁନୀତିଙ୍କ ଆହ୍ୱାନ। ଭୁବନେଶ୍ୱର। ଓଡ଼ିଶା ଉଦ୍ୟୋଗୀ ପରିବାରର ପଞ୍ଚମ ବାର୍ଷିକ ସମାରୋହରେ ଲେଖିକା ତଥା ସାମାଜିକ ଚିନ୍ତକ ଡକ୍ଟର ସୁନୀତି ମୁଣ୍ଡ ଯୋଗଦେଇ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଓଡ଼ିଶା ଆଜି କେବଳ ସଂସ୍କୃତିର ନୁହେଁ, ଉଦ୍ୟମିତାର ମାଟି ଭାବେ ମଧ୍ୟ ପରିଚିତ ହେଉଛି। ଉଦ୍ୟମୀମାନେ କେବଳ ବ୍ୟବସାୟୀ ନୁହେଁ, ସମାଜର ନିର୍ମାତା। ସମସ୍ୟା ଭିତରୁ ସୁଯୋଗର ସନ୍ଧାନ କରିବାକୁ ଉଦ୍ବୁଦ୍ଧ କରିବା ସହିତ ଉଦ୍ୟୋଗୀମାନଙ୍କୁ ଚାକିରି ଖୋଜିବା ନୁହେଁ, ଚାକିରି ସୃଷ୍ଟି କରିବାରେ ପିଢ଼ି ହେବାକୁ ଆହ୍ୱାନ ଦେଇଥିଲେ। ସେଥିପାଇଁ ସମନ୍ୱୟବାଦ ଉପରେ ଆଲୋକପାତ କରି କହିଥିଲେ ଯେ ସମନ୍ୱୟବାଦ କେବଳ ଏକ ବାଦ ନୁହେଁ, ଏକ ଜୀବନଶୈଳୀ ଯେଉଁଠାରେ ଆଧ୍ୟାତ୍ମ୍ୟ ରହିଛି, ପ୍ରକୃତି ପ୍ରତି ସମ୍ମାନ ରହିଛି, ସମାଜ ପାଇଁ ସେବା ରହିଛି ଏବଂ ଦେଶ ପ୍ରତି କର୍ତ୍ତବ୍ୟ ରହିଛି। ଏହି ଜୀବନ ମୁଁ ବଞ୍ଚୁଛି। ଉଦ୍ୟୋକ୍ତାମାନେ ଜୀବନରେ ସଫଳ ହୁଅନ୍ତୁ, ଅଧିକ ଅର୍ଥ ଉପାର୍ଜନ କରନ୍ତୁ, ତେବେ ସମନ୍ୱୟବାଦ ସହିତ ସାମଞ୍ଜସ୍ୟ ରଖି ଜୀବନ ଗତିକୁ ସୁଦୃଢ଼ କରିବାକୁ ଆହ୍ୱାନ ଦେଇଥିଲେ। ସମୃଦ୍ଧ ଓଡ଼ିଶାରୁ ଜ୍ଞାନରଞ୍ଜନ ଦାସଙ୍କ ରିପୋର୍ଟ।